ଅଷ୍ଟମ ଶ୍ରେଣୀ ପିଲାମାନେ, ତୁମର ନୂଆ ଇଂରାଜୀ ବହି ଜସ୍ମିନକୁ ଦେଖ ଓ ପୃଷ୍ଠା 2କୁ ବାହାର କର। ଉପରେ ଦେଖ 4ଟି ପ୍ରଶ୍ନ ଦିଆଯାଇଛି। ଆଜି ଆମେ ସେହି ପ୍ରଶ୍ନଗୁଡ଼ିକର ଉତ୍ତର କରିବା। ମୁଁ ତୁମ ପାଇଁ ଉତ୍ତରକୁ ସହଜ ଓ ସରଳ କରିଦେଇଛି ଓ ବୁଝାଇ ଦେଇଛି। ଆସ ସେଗୁଡ଼ିକ ଆଲୋଚନା କରିବା। ପ୍ରଥମ ପ୍ରଶ୍ନଟି ଅଛି, Why are qualities like humor and wit important in a person? କାହିଁକି ଜଣକ ମଧ୍ୟରେ ହାସ୍ୟରସ ଓ ବୁଦ୍ଧିମତ୍ତା ଭଳି ଗୁଣାବଳୀର ଆବଶ୍ୟକତା ଅଛି? ଆନ୍ସର ଉତ୍ତର, Humor and wit are needed because they disperse stress, build connection with one another and shows intelligence. ହାସ୍ୟରସ ଏବଂ ବୁଦ୍ଧିମତ୍ତା ଦରକାର ଅଛି କାରଣ ସେଗୁଡ଼ିକ ଚାପକୁ ଦୂର କରିଥାନ୍ତି ଏବଂ ବୁଦ୍ଧିମତ୍ତାର ପରିପ୍ରକାଶ କରିଥାନ୍ତି। Why do you think kings and queens prefer to have witty people among their courts? କାହିଁକି ତୁମେ ଭାବୁଛ ଯେ ରାଜା ଓ ରାଣୀମାନେ ସେମାନଙ୍କ ରାଜଦରବାରରେ ବୁଦ୍ଧିମାନ ଲୋକଙ୍କୁ ରଖିବାକୁ ପସନ୍ଦ କରୁଥିଲେ? ଆନ୍ସର ଉତ୍ତର, Kings and queens prefer witty courtiers for their ability to provide honest advice for criticism through cleverness and humor. ରାଜା ଏବଂ ରାଣୀମାନେ ସେମାନଙ୍କ ଦରବାରରେ ବୁଦ୍ଧିମାନ ଲୋକ ସ୍ଥାନିତ କରିବାକୁ ଭଲ ପାଉଥିଲେ କାରଣ ସେମାନେ ତାଙ୍କର ଚତୁରତା ଏବଂ ବିଚକ୍ଷଣତାରେ ସଠିକ୍ ଉପଦେଶ ଦେବା ପାଇଁ ସକ୍ଷମ ଥିଲେ। During political issues, they were solving problems through their intellectual capability. ରାଜନୈତିକ ସମସ୍ୟା ଉପୁଜିଲେ ସେମାନେ ବୁଦ୍ଧିମତ୍ତାର ସହ ସେଗୁଡ଼ିକୁ ସମାଧାନ କରୁଥିଲେ। If you were asked to solve a disagreement between two people, what approach do you take? ଯଦି ଆପଣଙ୍କୁ ଦୁଇ ଜଣ ଲୋକଙ୍କ ମଧ୍ୟରେ ବିବାଦର ସମାଧାନ କରିବାକୁ କୁହାଯାଏ ତେବେ ଆପଣ କେଉଁ ଉପାୟ ଗ୍ରହଣ କରିବେ? ଆନ୍ସର ଉତ୍ତର, I shall listen to both silently but carefully and patiently. ମୁଁ ସେମାନଙ୍କୁ ଧୈର୍ଯ୍ୟର ସହ ଯତ୍ନରେ ଓ ନୀରବରେ ଶ୍ରବଣ କରିବି। I shall try to identify the root cause of the misunderstanding. ମୁଁ ସେମାନଙ୍କ ଅହେତୁକ ବୁଝାମଣାର ପ୍ରକୃତ କାରଣ ଖୋଜି ବାହାର କରିବାକୁ ଚେଷ୍ଟା କରିବି। I shall encourage them to find a common ground or compromise through calm communication. ମୁଁ ସେମାନଙ୍କୁ ଶାନ୍ତ ଯୋଗାଯୋଗ ମାଧ୍ୟମରେ ଏକ ସାଧାରଣ ପୃଷ୍ଠଭୂମି ଖୋଜିବା କିମ୍ବା ଆପୋଷ ସମାଧାନ କରିବାକୁ ଉତ୍ସାହିତ କରିବି। Have you ever been in a situation where a small misunderstanding led to a big problem? How was it resolved? ଆପଣ କେବେ ଏପରି ପରିସ୍ଥିତିରେ ପଡ଼ିଛନ୍ତି କି ଯେଉଁଠାରେ ଏକ ଛୋଟ ଭୁଲ ବୁଝାମଣା ଏକ ବଡ଼ ସମସ୍ୟାର କାରଣ ହୋଇଥିଲା? ଏହାର ସମାଧାନ କିପରି ହୋଇଥିଲା? ଆନ୍ସର ବା ଉତ୍ତର, Once a situation arose when I was staying with my classmates in our school hostel. ମୁଁ ଯେତେବେଳେ ମୋ ଶ୍ରେଣୀ ସାଙ୍ଗମାନଙ୍କ ସହ ଆମ ବିଦ୍ୟାଳୟ ଛାତ୍ରାବାସରେ ରହୁଥିଲି ଏପରି ଏକ ପରିସ୍ଥିତି ଉପୁଜିଥିଲା। My friend and I fought a while for a bowl of chicken curry. ମୋ ବନ୍ଧୁ ଓ ମୁଁ ଏକ ବାଟି ମାଂସ ତରକାରୀ ପାଇଁ କିଛି ମୁହୂର୍ତ୍ତ ଲଢ଼ିଥିଲୁ। He misunderstood me for having bribed the cook and taking extra pieces of chicken. ସେ ଭାବିଥିଲା ଯେ ମୁଁ ରାନ୍ଧୁଣୀଙ୍କୁ ଲାଞ୍ଚ ଦେଇ ଅଧିକ ମାଂସ ଖଣ୍ଡ ନେଇଯାଇଛି। It was sought out by the interference of the other inmates. ଅନ୍ୟମାନଙ୍କ ହସ୍ତକ୍ଷେପରେ ଏହାର ସମାଧାନ ହୋଇଥିଲା।
ମୁଁ ଭାବୁଛି ସବୁ ପିଲା ଏହା ଲେଖି ଅଭ୍ୟାସ କରିବେ ଓ ମନେ ରଖିବାକୁ ସକ୍ଷମ ହେବେ। ଯଦି ଏହି ଭିଡ଼ିଓ ଲେସନ୍ ତୁମକୁ ବୁଝିବାକୁ ସହାୟକ ହେଉଛି ତେବେ ତୁମ ପ୍ରିୟ ଇଂରାଜୀ ଶିକ୍ଷକ କନିଷ୍କ କୁମାର ଦାସ ସାର୍ଙ୍କ ସହ ଯୋଡ଼ି ରୁହ ଓ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଆଦୌ ଭୁଲ ନାହିଁ। ଧନ୍ୟବାଦ।